नमस्कार दर्शक बंधु मु ज्योतिर्मयी आपण मानक स्वागत करुच्ची बीआर मूवीज द्वारा प्रस्तुत ओडिशार प्राचीन परंपरार ए ओडिया पाला आमर ए झरका कार्यक्रम से भली रामायण रे जड़े खलनायिका अच्छी सी हूँ कुबुजा। अरे कुबुजा कौ जुगर कुबुजा कुबुजा वो जुगर से जानी से कथा नहीं जानी जे खाली खलनायक से नहीं ठीक कहछ जे कुबुजा नहीं भूल कला भाई मन मन कुबुजा कला भाई मन भाई मन भाई मन मन कुबुजा तास पर खा होगा कुबुजा कुबुजा सियाड़ की जान तेणु ये महाभारत खलनायक शकुनी रामायण खलनायिका है शूर्पणखा शूर्पणखा रावण मला रावण मला ए शूर्पणखा रावण जाई सीता को चोरी कला किरे रावण शूर्पणखा कौन हबो भौणी भाई भौणी थे हो के को भौणी को भाई रो वंश को निपात कले कहिलो जार भौणी नथिबो से धर्म बड़ दि चारटा भौणी करिवो तमे केतना भौणी करछ छोर चारटा हेलानी आ ओटा नंबर लागि छै दिए गुण भाई आज्ञा चारिटा धर्म भौणी कलणी आउ चारटा कर आउ चारटा करि हबो नै काहे की अष्टमी देयो ने सावित्री की देई हो हौ हौ लक्ष्य दियंतु मोर पंडित मंडली हे मोर बापा मान हां आज्ञा महाभारत खलनायक मामू शकुनी रामायण खलनायिका है शूर्पणखा शूर्पणखा रावण बोला ताले भाई आउ भौणीर संपर्क सबुठारु अन्यतम नियारा पूरा निबिड़ संपर्क हेले शूर्पणखा काहीकि रावणर वंश विनाश दिनकर कथा अलो सिंहासन उपरे बसिछि आज त्रिपुर विजय विंशबाहु रावण पहुंची गले के से देवर्षि नारद कहले काले भारी हाडो बसी सिंहासन उपरे पहुंची गले देवर्षि नारद नारद को देखी यथा सम्मान करुछंती आज त्रिपुर विजयी विंशबाहु रावण नारायण 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 आतिथ्य सत्कार करुछंती आज के से रावण 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 अच्छा गुण भाई आज्ञा तुम घर को अतिथि आसिले केमिति सत्कार करो तांको चारिटा पर सकाळ जदी अतिथि आसिले ता चारिटा पर तुम्हारे केतल सत्कार करुच आम घरे अतिथि पहुंचले संगे संगे सत्कार करुचु तमे संगे संगे तमे चारिटा पर कोन कहउछ चारिटा पर जो प फ ओहो अक्षर प हां अच्छा से चारिटा प कोन तमे सेत को भी जानी ना ना केते अतिथि आसी पहुंची दियो द्वार रे हां प्रथम पटा कोन घर भीतर दौड़ी पळै आसीबो हां कोन करबो कोन पानी ढालटा लेकिरी पाद को धोइबो पानी रे पाद धोइबो धोइबो प्रथम प हां चारिटा प अछि नै हां द्वितीय प घर भीतर को डाकी ले जीवो हां घर कोन करबो कहले गोटा पीढ़ा दबो बसैयाकू द्वितीय प
ତୃତୀୟ ପ ତୃତୀୟ ପ ଆଉ ଟିକେ ଘର ଭିତରକୁ ଯିବ ଆରି ହଁ। ଘର ସାଙ୍ଗରେ କଥାବାର୍ତ୍ତା করে ଅତିଥି ଆସିଛନ୍ତି ଗୋଟା ପଣା করে ପଣା ଟୋପାଏ ଦବ ତୃତୀୟ ପ ହଁ। ଆଚ୍ଛା ଚତୁର୍ଥ ପ ଚତୁର୍ଥ ପ ଦେଖିବ ଅତିଥି ଜଣକ ଯଦି ଦିଟା ବେକ ନହେଲେ ଗୋଟାଏ ବେକ ଯଦି ଲୋଡ ଥବ ଓଜନିଆ ଥବ ହଁ। ତାହେଲେ ଗୋଟାଏ କାମ କରିବ ବଜାରକୁ ଯିବ ମଟନ ଚିକେନ ଯାହା ପାଇବ ତା ଆଣିବ ଦବ ଖାଇବାକୁ ହଁ କୋଲ୍ଡ ଡ୍ରିଙ୍କସ ବି ଦବ ଆଚ୍ଛା ଯଦି ଅତିଥି ଖାଲି ହାତରେ ଆସୁଛନ୍ତି ତାହେଲେ ଗୋଟାଏ କାମ କରିବ କଣ କରିବ ଖାଲି ତ ଆସିଥିଲେ ହଁ ପାନ ଖଟା ଦେଇକିରି ଜଟେଇ ଦବ ଏ ଅପଦାର୍ଥ ପାନ ନା ନାହିଁ ହଁ ଚତୁର୍ଥ ପଟାକୁ ବ୍ୟବହାର କରିବ ପାନ ଯିଏ ରିକ୍ତ ହସ୍ତରେ ଖାଲି ହାତରେ ଆସିଥିବେ ହଁ। ତାଙ୍କୁ ପାନ ଖଣ୍ଡେ ଦେଇ ଛାଡ଼ିଦବ ତ ଆଉ ଅଧିକା ଚର୍ଚ୍ଚା ନାହିଁ ଅତିଥି ସତ୍କାର କଣ ସେମିତି ହୁଏ ଆଉ କେମିତିକା କହିଲେ ଅତିଥି ଏ ସ୍ୱୟଂ ନାରାୟଣ କହିଲେ ପୂଜା ତ ଚରଣ ଅତିଥି ହେଲେ ସ୍ୱୟଂ ନାରାୟଣ କେମିତି ସତ୍କାର କରିବ ଏ ଚାରିଟା ପରେ ନା କହିଲା ଅତିଥି ଆଗମନ ଦେଖି ଆସନ କହିଲା ସମ୍ଭ୍ରମୀ ଯିବ କିଛି ଦୂର କରିବ ଅତିଥି ଆଗମନ ଦେଖି ଆସନ ଉଠିବ ଉପେକ୍ଷୀ ଏ ପୁଅ ଅତିଥି ଦେଖିବା ଆସୁଛନ୍ତି ବସିବା ସ୍ଥାନରୁ ଆଜ୍ଞା ଉଠି ପଡିବେ ଉଠି ପଡି କିଛି ବାଟ ଚାଲି ଯାଇ ଯଦି ଅତିଥି ବୟସରେ ବଡ ହୋଇଥିବେ ନମସ୍କାର କରିବେ ଆଲିଙ୍ଗନ କରି ଘରକୁ ପାଛୋଟି ଆଣିବେ ଘରକୁ ପାଛୋଟି ଆଣି କଣ କରିବେ କଳା ପବିତ୍ର ଜଳେ ପାଦ ଧରି ଗୋବିନ୍ଦ ଏ ଆସନେ ବସାଇବ ଆଜ୍ଞା ଅତିଥିଙ୍କୁ ଘରକୁ ପାଛୋଟି ଆଣି ପବିତ୍ର ଜଳରେ ପାଦ ଧୋଇଦେବେ ପବିତ୍ର ଜଳ ମନ ନିର୍ମଳ ଯାର ଆଜ୍ଞା ନିର୍ମଳ ମନରେ ପାଦଟାକୁ ଧୋଇଦେବେ ଯେକୌଣସି ଜଳ ହଉଛି ହଉ ପାଦ ଧୋଇଦେବେ ଆଜି ରାବଣ ଅତିଥି ଆତିଥ୍ୟ ସତ୍କାର କରି ଦେବର୍ଷି ନାରଦଙ୍କୁ ଆସନରେ ବସେଇଦେଲେ ପ୍ରଶ୍ନ ଟିକେ ପଚାରୁଛି ରାବଣ କହିଲା ଆଚ୍ଛା ଦେବର୍ଷି ଆପଣ ତ ଇଏ ସାରା ପୃଥିବୀ ଭ୍ରମଣ କରୁଛନ୍ତି ଗୋଟେ କଥା କହିପାରିବେ ଇଏ ସଂସାରରେ ଯେତେ ନାରୀ ଅଛନ୍ତି ସବୁଠାରୁ ସୁନ୍ଦରୀ ନାରୀ କିଏ ମାନେ ସଂସାରରେ ଯେତେ ସୁନ୍ଦରୀ ଅଛନ୍ତି ହଁ ତାଠୁ ଏକ ନମ୍ବରରେ କିଏ ହଁ କାହାକୁ କହିବି ଆଜ୍ଞା ଅଡୁଆରେ ପଡିଲେ ଦେବର୍ଷି ଟିକେ ମୁଁ ଖଟ ମୁଣ୍ଡାଏ ତାପରେ କହିବି ଖଟ କଣ ମୁଣ୍ଡେଇବ କହ ମୁଣ୍ଡ ଘଟେଇବ ମୁଣ୍ଡ ଘଟେଇକିରି ହଁ ହଉ ଆଜ୍ଞା ଦେବର୍ଷି ଅଡୁଆରେ ପଡିଲେ କହିଲେ ଯାହାକୁ ସୁନ୍ଦରୀ ବୋଲି କହିବି ଇଏ ତାଙ୍କୁ ଧରି ନେଇ ଆସିବ ବାବା ମୁଣ୍ଡ ଘଟେଇ ଦେବର୍ଷି ଉତ୍ତର ଦେଲେ କହିଲେ ରାବଣ ମନେ ପଡିଗଲା ତମରି ଘରେ ସୁନ୍ଦରୀ ଅଛି ମୋ ଘରେ ସୁନ୍ଦରୀ ଆଉ ଦୁନିଆ ସାରା କାହିଁ ବୁଲିବାକୁ ଯିବା ତମରି ଘରେ ଆରେ ମୋ ଘରେ ସୁନ୍ଦରୀ କିଏ ତମ ସ୍ତ୍ରୀ ମଦ ଧରି ଗୋଟା ସୁନ୍ଦରୀ ସେ ମନ ବୁଝିଗଲା ରାବଣର ବୁଝି ଯାଇଥିବ ତ କହିଲା ଆଚ୍ଛା ଦେବର୍ଷି ତାହେଲେ ମୋ ସ୍ତ୍ରୀ ମନ୍ଦୋଦରୀ ହେଲା ଇଏ ସଂସାରର ସବୁଠାରୁ ଅଧିକ ସୁନ୍ଦରୀ ଆଚ୍ଛା ଦେବର୍ଷି ଯଦି ମନ୍ଦୋଦରୀ ହେଲା ସୁନ୍ଦରୀ ସୁନ୍ଦର ପୁରୁଷଟା କିଏ ପୁଣି ଅଡୁଆରେ ପକେଇଲା ମତେ ଆଉ ପୁଣି କାହାକୁ କହିବି ଆଜ୍ଞା ପୁଣି ମୁଣ୍ଡ ଘଡେଇ ଦେବର୍ଷି ଉତ୍ତର ଦେଲେ ମନେ ପଡିଗଲା କୁହ ତମରି ଘରେ ମୁଁ ପୁଳାଏ ହାତ ପୁଳାଏ ମୁଣ୍ଡ ତମ ପାଇଁ କମ୍ପାନୀ ଗଞ୍ଜି ତିଆରି କରିବି ତମେ କି ସୁନ୍ଦର ତାହେଲେ ସୁନ୍ଦର ପୁରୁଷଟା କିଏ ସୁନ୍ଦର ପୁରୁଷ ହଁ ତମ ଭିଣୋଇ ବିଦୁ ଜୁହା ଚମକି ପଡିଲା ବଡ କଲା ସୁନ୍ଦରୀ ହେଲା ମୋ ସ୍ତ୍ରୀ ମନ୍ଦୋଦରୀ ମୋ ଭିଣୋଇ ଶୂର୍ପଣଖାର ସ୍ୱାମୀ ବିଦୁଜୁହା ହେଲା ସୁନ୍ଦର ପୁରୁଷ
କହିଲେ ଇଏ ସମ୍ପର୍କ ହେବେ ଶଳା ଭାଉଜକୁ ନଣଦେଇ ଶଳା ଭାଉଜ ନଣଦେଇ ବା ସୁନ୍ଦର ସୁନ୍ଦରୀ ଯଦି ଏକାଠି ହେବେ ତମକୁ କିଏ ପଚାରେ କହିଲା ମୁଳୁ ମାରିଲେ ଯିବା ସାହାରୀ ଗୋବିନ୍ଦ ଯାହା ଦେବର୍ଷି କହୁଛନ୍ତି କହିଲା ଇଏ ବିଦୁଜକୁ ହାଣି ମାରିଦେଲେ ଯିବ ସେଇଆ କଲା ଆଜ୍ଞା ଦିନେ ନିଶାର ଧରେ ଏ ବିଦୁଜକୁ ହାଣି ମାରିଛି ଆଜି କିଏ ସେନା ରାବଣ କାନ୍ଦୁଛି ଆଜି ଶୂର୍ପଣଖା କହିଲା ଆହା ପ୍ରାଣନାଥ ମୋର କେଣେ ଗଲତି ଛାଡ଼ି ଛାଡ଼ି ଚାଲି ଗଲେ ସ୍ୱାମୀ ସ୍ୱାମୀ ଆପଣ କଣ ଜାଣିନାହାନ୍ତି ଆପଣ ଯଦି ଗୋଟିଏ ବୃକ୍ଷ ହୁଅନ୍ତି ସେ ବୃକ୍ଷରେ ମାଡ଼ିଥିବା ମୁଁ ଗୋଟିଏ ଛୋଟିଆ ଲତା ସ୍ୱାମୀ କହିଲା ତରୁ ବିନା ଲତା লতা ମଣିମାଣିକର ମୁକ୍ତା କହିଲା ହେ ସ୍ୱାମୀ ଆପଣ ହେଲେ ମୋର ଇହକାଳ ପରକାଳର ଦେବତା ଆପଣ ମତେ ଛାଡି ଚାଲିଗଲେ ସଂସାରର ଇଏ ଏକାକୀ ଶୂର୍ପଣଖା ବଞ୍ଚିବ କେମିତି କହିଲା ହେ ବିଧାତା
ଆପଣଙ୍କର ଜାଣି ନାହାନ୍ତି ସ୍ୱାମୀ ଯଦି ସ୍ୱାମୀ ଥାଉ ଥାଉ ସ୍ତ୍ରୀ ମରିଯାଏ ସଂସାର ତାକୁ ଅହସୁଲକ୍ଷଣୀ ବୋଲି କହନ୍ତି ହେଲେ ସ୍ୱାମୀ ସ୍ତ୍ରୀ ଥାଉ ଥାଉ ଯଦି ସ୍ୱାମୀ ଛାଡି ଚାଲି ଯାଆନ୍ତି ବାବା ଏ ସଂସାର ତାକୁ ଦୂଷିତା ବୋଲି କହନ୍ତି ସ୍ୱାମୀ ଆପଣଙ୍କ ପାଦ ତଳେ କି ଭୁଲ କଲି କାହିଁକି ମତେ ସଂସାରରେ ଆପଣ ଏକାକି ବିଧବା ସଜେଇ ଦେଇ ଛାଡି ଚାଲିଗଲେ ସ୍ୱାମୀ କହିଲା ଯେ ଯୁବତୀ ପତିଆ कांदुची शृपणखा कला हे भाई अरे तोते जदि मारिबार थिला ये शृपणखाटा को मारी देलु री कहीं मो शंका सिंदूर मो पाखरु छड़ेई देलु कांदुची शृपणखा पहुंच रावण कला शृपणखा भाई कहीं कांदुचु कांदी में यार को करी मो स्वामी की तू मारी देलु ये स्वामीटा मरिगला बोली कांदुचु कांदी में मो भली त्रिपुर विजय बिंसबाहु रावण परी भाई थाउ थाउ स्वामीटा मरिगला बोली कांदुचु एठी शृपणखा कहिला कला बाप भाई थिले किस करिबेलो या खंडे माथा सिगा बाप भाई थिले किस करिबेलो घंटे बोझे सिना देबे पोसिला शांत मौड़मणि मो काले काले साइतिबे बापा जेड़े बड़ कलेक्टर हेतांत रज सावित्री रे बापा भाई खंडे बोझ धरी करी सिना आसीबे पोसिला शांत मौड़मणि काले काले साइतिबार धन हेले स्वामी कला स्वामी गुरु स्वामी परम बांधव कला स्वामी सेवा स्वामी गुरु स्वामी परम बांधव स्वामी सेवा नारी धर्म ए पुओ शृपणखा कहूची भाई मोर सर्वस्व छड़े नहीं कहूचु काहे की कांदुछु फेरेबु मो स्वामी को फेरे पारिबु मोर स्वामी रो प्राण को रावण हसिला कला झंटी पड़िले उठे पारिबु कला झड़िला पहत्र झुंटी पड़े उठे पार मरी जाइए लोक कौन फेर सेमती एक ये थाना पुओ थाना अधिकारी ऑफिसर से जमीन ना जमीन नहीं ना कला शिवा सामान या पूरा एमती एक थाना विशेष से जमीन ना तेणु मरी जाइथिबा लोक फेर प्रतिबदल शृपणखा कहबू जदि सुनार लंकाटा तते देदेवी चिंता करुच्ची रावण अहंकार पड़ी सीना भिड़ईटा को मारिदेली कांदुची भौणीटा कहला सुनार लंकाटा देदेवी ना दरकार ना ना गोटे काम कर आज राष्ट्रदूत ही रह दंडकारण्य आज्ञा चिंता करुच्ची शृपणखा ये मूर्ख मोर सर्वनाश करी हो पछे मु यार सर्वनाश करी ये कथा को विचार करी शृपणखा
ଆଜ୍ଞା ଦଣ୍ଡକାରଣ୍ୟରେ ରହିଲା କଣ ହେଇକି ନା ରାଷ୍ଟ୍ରଦୂତ ହେଇ। ଦର୍ଶକ ବନ୍ଧୁ ଆମ ପ୍ରୋଗ୍ରାମଟି ଆପଣଙ୍କୁ କେମିତି ଲାଗିଲା ଏହାର ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ ହଁ ସବସ୍କ୍ରାଇବ କରିବାକୁ କେବେ ଭୁଲନ୍ତୁନି। ରହୁଛି, ନମସ୍କାର।